ମୋ ସ୍ମୃତିରେ ସେ ମୋ ସ୍ମୃତିରେ ସେ ଆଜି ବି ଛୋଟ ଛୋଟ ପାଦର ଶବ୍ଦ ମୋ କାନରେ ଗୁଞ୍ଜି ଉଠେ। ଆଜି ବି ଛୋଟ ଛୋଟ ପାଦର ଶବ୍ଦ ମୋ କାନରେ ଗୁଞ୍ଜି ଉଠେ। ସେ ଯେତେବେଳେ ମୋତେ ଡାକି ଦେଉଥିଲା, ଲାଗୁଥିଲା ସମସ୍ତ ପୃଥିବୀର ସୁଖ ମୋ ଅଗଣାରେ ଆସି ବସିଛି। ସେ ଯେତେବେଳେ ମୋତେ ଡାକି ଦେଉଥିଲା, ମୋତେ ଲାଗୁଥିଲା ପୃଥିବୀର ସମସ୍ତ ସୁଖ ମୋ ଅଗଣାରେ ଆସି ପହଞ୍ଚି ଯାଉଥିଲା। ତାର ସେ ନିର୍ମଳ ହସ, ସେ ଅଳ୍ପ ଅଳ୍ପ ଅଭିମାନ, ସେ ଛୋଟ ଛୋଟ ସ୍ୱପ୍ନ ସବୁକିଛି ଆଜି ବି ମୋ ହୃଦୟରେ କୌଣସି ଗୋଟେ କୋଣରେ ଜୀବନ୍ତ ରହିଛି। କୌଣସି ଗୋଟେ କୋଣରେ ନୁହେଁ, ମୋ ସାରା ଶରୀରରେ ଜୀବନ୍ତ ଅଛି। କିନ୍ତୁ ଜୀବନ ବୋଧେ ସବୁବେଳେ ଆମ ଇଚ୍ଛାରେ ଚାଲେନି। କିନ୍ତୁ ଏଇ ଜୀବନଟା ବୋଧେ ଆମ ଇଚ୍ଛା ଅନୁସାରେ ଚାଲେନି। ଏତେ ସୁଖ ବୋଧେ ଆମକୁ ପାଇବାର ସୌଭାଗ୍ୟ ଆମକୁ ଦିଏନି। ନହେଲେ ଏମିତି କାହିଁକି ହୁଅନ୍ତା? ଯେଉଁ ସୁଖର ପସରାଟା ଭଗବାନ ଅଜାଡ଼ି ଦେଇଥାନ୍ତି, ହଠାତ୍ ସେ କାହିଁକି ଦୂର ହେଇଯାନ୍ତା? ସେ ଆଜି ମୋ ପାଖରେ ନାହିଁ। ସେ ଆଜି ମୋ ପାଖରେ ନାହିଁ। ତାର ଖେଳନା ଗୁଡ଼ିକ ନୀରବ। ତାର ସେଇ ପ୍ରିୟ ଜାଗାଟା ଖାଲି। ଆଉ ଘରର ସେଇ ଚଞ୍ଚଳତା କୋଉଠି ଯେମିତି ହଜିଯାଇଛି। କିନ୍ତୁ ଯେତେବେଳେ ତାର ଫଟୋଟିକୁ ଦେଖେ ନା, ଲାଗେ ସେ ମୋ ପାଖରେ ଅଛି। ସେ ହସୁଛି, ସେ ଖେଳୁଛି, ଆଉ କହୁଛି, କାନ୍ଦନି, ମୁଁ ତ ତୁମ ପାଖରେ ଅଛି। ତୁମେ ପରା କୁହ ମୁଁ ତୁମ କଲିଜାଟା ବୋଲି। ମୁଁ ତ ତୁମ ପାଖରେ ଅଛି। କିଛି ଲୋକ ଜୀବନରେ ଦୀର୍ଘ ସମୟ ପାଇଁ ଖୁସି ଦିଅନ୍ତି, ଆଉ ଏତେ ଭଲ ପାଇବା ଦିଅନ୍ତି, ତାହା ସାରା ଜୀବନ ପାଇଁ ପର୍ଯ୍ୟାପ୍ତ ହୋଇଯାଏ। ଠିକ୍ ସେମିତି ମୋ ଜୀବନରେ ତାର ସେ ଛୋଟ ଛୋଟ ହାତ, ନିଷ୍ପାପ ହସ, ଅଳ୍ପ ଅଳ୍ପ ଦୁଷ୍ଟାମି ଆଜି ବି ମୋ ମନର ଆକାଶରେ ପ୍ରଜାପତି ପରି ଘୁରି ବୁଲୁଛି। ଆଜି ବି ମୋ ମନ ଆକାଶରେ ଘୁରି ବୁଲୁଛି, ଉଡ଼ି ବୁଲୁଛି। ସମୟ ଅନେକ କିଛି ବଦଳେଇ ଦେଇଛି। ସମୟ ଅନେକ କିଛି ବଦଳେଇ ଦେଇଛି। କିନ୍ତୁ ତା ପାଇଁ ମୋର ଯେଉଁ ଭଲ ପାଇବାର ରଙ୍ଗ କେବେ ବି ଫିକା ପଡ଼ିନି। କେବେ ବି ମରିଯିବା ଯାଏ ଫିକା ପଡ଼ିବନି। କେବେ କେବେ ତାର ଛୋଟ ଛୋଟ କଥା ମନେ ପଡ଼ିଲେ ଅଜାଣତରେ ଓଠରେ ହସ ଆସିଯାଏ। ପୁଣି କେବେ ତାର ଅଭାବ ଅନୁଭବ କଲେ ଆଖି କୋଣରେ ଦୁଇ ଟୋପା ଲୁହ, ନା, ଦୁଇ ଟୋପା ଲୁହ ନୁହଁ, ଛାତି ପଠା କୋହ ଯେମିତି ଅଶ୍ରୁଧାରା ହୋଇ ବହିଯାଏ। ରୋକିପାରେନି ମୁଁ ତାକୁ, କେହି ଦେଖନ୍ତିନି। ସମସ୍ତଙ୍କ ଅଜାଣତରେ ମୁଁ ବହୁତ କାନ୍ଦେ, ତାକୁ ବହୁତ ଖୋଜେ। ଜାଣିଛ, କିଛି ଲୋକ ଆମ ଜୀବନକୁ ଏତେ ସୁନ୍ଦର କରିଦିଅନ୍ତି, ସେଇ ଯେଉଁ ସୁନ୍ଦର ଅନୁଭୂତି, ସେଇ ଯେଉଁ ସ୍ମୃତି, ତାକୁ ନେଇ ମୁଁ ବଞ୍ଚିଛି। ପ୍ରତ୍ୟେକ ସ୍ପନ୍ଦନରେ ମୁଁ ତାକୁ ଅନୁଭବ କରୁଛି। ପ୍ରତ୍ୟେକ ଧଡ଼କନରେ ସେ ମୋ ସହିତ ଉଠପଡ଼ ହେଉଛି। ଆଜି ବି ଯେତେବେଳେ ମୁଁ ଆକାଶକୁ ଚାହେଁ, ଫୁଲକୁ ଦେଖେ, କିମ୍ବା କୌଣସି ଗୋଟେ ଛୋଟ ଛୁଆର ହସ ଶୁଣେ, ମୋତେ ଲାଗେ ସେ ମୋ ପାଖରେ ଅଛି। ସେ ମୋ ଚାରି ପାଖରେ ଅଛି। ସେ ମୋର ଶକ୍ତି, ସେ ମୋର ପ୍ରାର୍ଥନାର ଉତ୍ତର, ସେ ମୋର ସବୁଠୁ ସୁନ୍ଦର ଅନୁଭୂତି, ସବୁଠୁ ସୁନ୍ଦର ଉପହାର ଭଗବାନଙ୍କ ପାଖରୁ ମୋ ପାଇଁ। ସେ ମୋର ସବୁଠାରୁ ସୁନ୍ଦର ଅମୂଲ୍ୟ ନିଧି, ସେ ମୋର ଅମୂଲ୍ୟ ସମ୍ପଦ, ଅମୂଲ୍ୟ ଉପହାର, ମୋ ଜୀବନର ସର୍ବଶ୍ରେଷ୍ଠ ଉପହାର। କାରଣ ସେ କେବଳ ଗୋଟେ ସ୍ମୃତି ନୁହେଁ, ସେ ମୋ ହୃଦୟର ଏକ ଅଂଶ, ଯେ ପ୍ରତିଦିନ ମୋ ଭିତରେ ବଞ୍ଚି ରହିବାର ଖୋରାକ ଯୋଗାଉଛି, ମୋ ଦେହର ସ୍ପନ୍ଦନରେ ପରିଣତ ହେଇଯାଇଛି। ଦୁନିଆ ତାକୁ ଗୋଟେ ଛୋଟ ପିଲା ବୋଲି ଭାବେ,
ଦେଖେ, କିନ୍ତୁ ମୋ ପାଇଁ ସେ ମୋ ହୃଦୟର ସବୁଠାରୁ ସୁନ୍ଦର ସ୍ପନ୍ଦନ। ସେ ମୋର ହାର୍ଟ ବିଟ୍, ସେ ମୋ ଧଡ଼କନ, ସେ ମୋର କଲିଜା, ସେ ମୋର ଜୀବନ, ସେ ମୋର ସବୁକିଛି। ସେ ମୋର ସ୍ମୃତି, ସେ ମୋର ଅନୁଭୂତି, ସେ ମୋର ସୁଖ, ସେ ମୋର ଦୁଃଖ। ଆଜି ବି ସକାଳର ପ୍ରଥମ କିରଣରେ ମୁଁ ତାକୁ ହିଁ ଖୋଜେ। ତାକୁ ମୁଁ ଗୁଡ୍ ମର୍ଣ୍ଣିଂ କହେ। ସନ୍ଧ୍ୟାର ନୀରବତାରେ ତା କଥା ମୁଁ ଶୁଣେ। ପ୍ରାର୍ଥନା କଲାବେଳେ ମୁଁ ତାକୁ ଖୋଜେ। ଆଉ ରାତିର ଅନ୍ଧକାରରେ ମୁଁ ତାକୁ ଗୁଡ୍ ନାଇଟ୍ କହେ। ତାକୁ ହଗ୍ କରେ, ତାକୁ ଗେହ୍ଲ କରେ। ତାର ସ୍ମୃତିକୁ ଛାତିରେ ଜାବୁଡ଼ି ଧରିକି ମୁଁ ଶୋଇପଡ଼େ। ପୁଣି ସକାଳୁ ଉଠି ତାକୁ କହେ ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ। ଏଇ ହେଲା ଜୀବନ। କିନ୍ତୁ ବିଶ୍ୱାସ ଅଛି ସେ ଫେରିବ, ନିଶ୍ଚୟ ଫେରିବ। କାହିଁକି ସେ ମୋତେ ପ୍ରତିଶ୍ରୁତି ଦେଇଛି। କାହିଁକି ନା ସେ ମୋତେ ପ୍ରତିଶ୍ରୁତି ଦେଇଛି, ତୁମେ ବ୍ୟସ୍ତ ହୁଅନି, ତୁମେ କାନ୍ଦନି, ମୁଁ ଫେରିବି, ନିଶ୍ଚୟ ଫେରିବି। ଆଜି ନହେଲେ କାଲି ଫେରିବି, ଫେରିବି ତ ନିଶ୍ଚୟ। ଏଇ ପ୍ରତିଶ୍ରୁତି ମୋତେ ଦେଇଛି ସେ। ଏଇ ପ୍ରତିଶ୍ରୁତିର ଭରସାରେ, ଅପେକ୍ଷାରେ, ବିଶ୍ୱାସରେ ମୁଁ ବଞ୍ଚିଛି ସେଇ ବିଶ୍ୱାସକୁ ନେଇ, ସେଇ ଭରସାକୁ ନେଇ। ଫେରିବ, ସେ ନିଶ୍ଚୟ ଫେରିବ, ଫେରିବ, ସେ ନିଶ୍ଚୟ ଫେରିବ, ଫେରିବ, ସେ ନିଶ୍ଚୟ ଫେରିବ।